ତମେ ଭାବନି ଯେ ତୁମ ବିନା କିଛି କାର୍ଯ୍ୟ ଅଟକି ଯିବ, କାହିଁକି ନା ଯେମିତି ତାସ ଖେଳରେ ଗୋଟିଏ ତାସ ପତା ହଜିଗଲେ ଜୁକରକୁ ବି ବାଦଶାହ ବନେଇ ଦିଅନ୍ତି। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 13 ତାରିଖ, ଓଡ଼ିଆ ପୁଷ ମାସ 29 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ ଦଶମୀ ତିଥି, ଯାହା ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ବିଶାଖା ନକ୍ଷତ୍ର, ଯାହା ରାତ୍ରି 2 ଘଟିକା 41 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଅନୁରାଧା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 8 ଘଟିକା 5 ମିନିଟ୍ ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଯାହାକି ବିଛା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6 ଘଟିକା 26 ମିନିଟ୍ରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5 ଘଟିକା 21 ମିନିଟ୍ରେ। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ, ସନ୍ଧ୍ୟା 6 ଘଟିକା ପରେ ଯୁଗ୍ନି ଅଗ୍ନିକୋଣରେ ରହିବେ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 2 ଘଟିକା 40 ପରେ ରହୁଛି 1 ପାଦ ପୁଷ୍କର ଦୋଷ। ଫଳ ରହୁଛି ବଂଶହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ଦଶମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି କଳମ, ତତ୍ସହିତ ଶିମ୍ବ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 7 ଘଟିକା 6ରୁ ଦିବା 9 ଘଟିକା ମଧ୍ୟ ରହିଛି 12 ବେଳା। ସେହିଭଳି ଦିବା 2 ଘଟିକା 5ରୁ ଦିବା 4 ଘଟିକା 3 ମଧ୍ୟ ରହିଛି କାଳ ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 7 ଘଟିକା 15ରୁ ରାତ୍ରି 9 ଘଟିକା 11 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7 ଘଟିକା 12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9 ଘଟିକା 12ରୁ ଦିବା 12 ଘଟିକା ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7 ଘଟିକା 43 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9 ଘଟିକା 20ରୁ ରାତ୍ରି 11 ଘଟିକା 46 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1 ଘଟିକା 22ରୁ ରାତ୍ରି 2 ଘଟିକା 58 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3 ଘଟିକା 33ରୁ ଶେଷ ରାତ୍ରି, ଯାହାକି 6 ଘଟିକା 26 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବ, ଯାହାକି ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହୁଥିବାରୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଅତି ସୁଖ ଆନନ୍ଦମୟରେ କଟିବ। ମେଷ ରାଶି ବ୍ୟକ୍ତି ଆଜି ମେଷ ରାଶି ବ୍ୟକ୍ତି, ଯାହାକି ଆପଣ ଯଦି ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ଆପଣଙ୍କର ଭାଗ୍ୟ ଶୁଭ ଯୁଗ ସ୍ଥିତିରେ ରହୁଛି, ଯାହାକି ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହେବ ଏବଂ ମହା ଆନନ୍ଦ ପ୍ରାପ୍ତ କରେଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡ଼ିତ ଅଛନ୍ତି, ସେମାନେ ବହୁତ ଆଗକୁ ବଢିବେ। ନିଜର ପ୍ରତିଷ୍ଠା ଦ୍ୱାରା ନିଜର ଦବଦବା ଦେଖିବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବିଶେଷ କରି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ଶୁଭ ଯୁଗ ରହୁଛି, ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତତ୍ସହିତ ଆଜି ଯାହାକି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଜଡ଼ିତ ଥିଲେ, ଆଜି ଆପଣଙ୍କୁ ଏକ ରୋମାଣ୍ଟିକ ପରିବେଶ ସୁନ୍ଦର କରିପାରେ। ତତ୍ସହିତ ବହୁତ ଉତ୍ସାହିତ ରହିପାରନ୍ତି। ତତ୍ସହିତ କିଛି ମଧୁର ବାର୍ତ୍ତାଳାପ ମଧ୍ୟ କରିପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ। ବିଶେଷ କରି ନୂଆ ନୂଆ ଯୋଉମାନେ ମ୍ୟାରେଜ କରିଛନ୍ତି, ଆଜି ସେମାନଙ୍କ ପାଇଁ ଏକ ମହା ଆନନ୍ଦର ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି
ଯାହାକି ଆପଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟରେ ଜଡ଼ିତ ଅଛନ୍ତି ବା ବେପାର ବାଣିଜ୍ୟ କରୁଛନ୍ତି ସେମାନଙ୍କ ପାଇଁ ଅନେକ ପ୍ରକାର ଲାଭପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ଆପଣ ନିଶ୍ଚିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଅନେକ ଅର୍ଥ ଆପଣଙ୍କୁ ନିଶ୍ଚିତ ଲାଭ ପ୍ରଦାନ କରିବାର ସୁଯୋଗ ଦେଇପାରେ ଆଜି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଆଜି କର୍ମ କ୍ଷେତ୍ରରେ ଆପଣ ଯାହା କିଛି ଦୂରଯାତ୍ରା କରିବାର ସମ୍ଭାବନା ରହୁଛି, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ସହକାରେ କାର୍ଯ୍ୟ କରନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନିଶ୍ଚିତ ସାବଧାନ ରୁହନ୍ତୁ। ବିଶେଷ କରି ଆପଣଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ଶତ୍ରୁ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ବେପାର ବାଣିଜ୍ୟ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ଚାକିରି ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଯୋଗ ରହୁଛି ଏବଂ ନିଜର କାର୍ଯ୍ୟରେ ଆପଣ ଅନେକ ଶୁଭ ଫଳ ପ୍ରଦାନ କରି ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରାଇ ପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧ ସହିତ ଯଦି ଇଣ୍ଟରଭ୍ୟୁ ଥିବ, ଆପଣଙ୍କର ଏକ୍ଜାମ କିମ୍ବା ଇଣ୍ଟରଭ୍ୟୁ ଥିବ, ସେଥିରେ କୃତ କାର୍ଯ୍ୟ କରିବାର ସୁଯୋଗ ଦେଇପାରେ। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହା ଆପଣଙ୍କୁ ଅନେକ କ୍ଷେତ୍ରରେ ଭୟଜାତ କରିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଏକ ଭାଗ୍ୟ ଶୁଭଯୁଗ ସ୍ଥିତିରେ ଥିବାରୁ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସହିତ ସମସ୍ତଙ୍କର ମନ ମିଶିଯିବ ଏବଂ ସମସ୍ତଙ୍କ ସହିତ ମିଳିମିଶି ଦିନଟି ଅତି ସୁଖମୟରେ କଟିବ। ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କର୍ମ କ୍ଷେତ୍ରରେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ନିମ୍ନଗାମୀ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ ଏବଂ ମିଥୁନ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯଦି ଜଡ଼ିତ ଅଛନ୍ତି, ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କର କାର୍ଯ୍ୟ ବିଫଳତା ଭୁଲ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ମାନସିକ ସ୍ତରରେ ମଧ୍ୟ ମିଥୁନ ରାଶି ବ୍ୟକ୍ତି ଆଜି ଅସ୍ଥିର ଏବଂ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଗତି କରିବେ, ତେଣୁ ନିଶ୍ଚିତ ଆପଣ ଯଦି ମାନସିକ ସ୍ଥିତି ଠିକ ରଖିବା ପାଇଁ ଚାହୁଁଛନ୍ତି ଟିକେ ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଟିକେ ଶୁଣନ୍ତୁ, ଦେଖିବେ ମିଥୁନ ରାଶି ବ୍ୟକ୍ତି ଆପଣ ମାନସିକ ସ୍ଥିତି ଠିକ ରହିବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ ଭାଗ୍ୟ ନିମ୍ନଗାମୀ ରହୁଥିବାରୁ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଭାଗ୍ୟ ଅଶୁଭ ଯୋଗ ବନଉଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଯାହାକି ଆଜି ବିଶେଷ ଭଲ ଯୁଗ ନାହିଁ, ତେଣୁ ଏହା ପ୍ରତି ଦୂରତା ଅବଲମ୍ବନ କରିଲେ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ପାଇବା ବା ସମ୍ବନ୍ଧ ଖରାପ ରହିବ, ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରହିବା ସହିତ ପାରିବାରିକ ଯାହାକି କଳହ ହବାର ସୃଷ୍ଟି ଯୁଗ ବନଉଛି, ତେଣୁ ଧ୍ୟାନ ପୂର୍ବକ ପରିବାର ସମ୍ପର୍କ ଆପଣ ସଚେତନ ରୁହନ୍ତୁ। କୌଣସି କଳହ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହାକି କଳହ ହେବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଅତିରିକ୍ତ ସାବଧାନ ରୁହନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବାକୁ ପଡିବ, ତେଣୁ ନିଶ୍ଚିତ ସଚେତନ ରୁହନ୍ତୁ। ମିଥୁନ ରାଶି ବ୍ୟକ୍ତି କୌଣସି ଅର୍ଥଜନିତ ଡିସିସନ ନିଅନ୍ତୁ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ, ତେଣୁ ନିଶ୍ଚିତ ନିଜର ଖାଦ୍ୟ ଏବଂ ଦୈନନ୍ଦିନ
चलणी को ध्यान दिंतु। आज मिथुन राशि व्यक्ति भाग्य संख्या रही 3, भाग्य रंग रहुची आपण हलदी रंग यूज करें एवं ग्रह माने आपण को आज जहाँ कि 30% साथ दौरान। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज सचेतन सहकारे निजर कार्य करंतु। आवश्यक स्थले आपण टिके सचेतन एवं योजना प्रस्तुत करी कार्य करिले आपणक पई भल होइबो, किंतु धैर्य आज निहाती आवश्यकता रहिछि कर्कट राशि व्यक्ति। कारण आपणकर मानसिक स्थिति अस्थिरता रही पारे, तेणु प्रत्येक कार्य आपण धैर्य सहकारे करंतु। देखिबे कर्कट राशि व्यक्ति सफलता आड़क अग्रगति करिवे। आज कर्कट राशि व्यक्ति चाकरी संबंधी जो माने अछंती सेमानकर आज कार्य भार बढ़िबो, जहाँकि मानसिक स्थिति अस्थिरता रहिबो, किंतु आपण जदि ध्यान पूर्वक कार्य करिवे से स्थिति आपणकर परिवर्तन हेबो एवं सफल हेबो, जहाँ आपणको राशि चक्र जना पड़ुछि कर्कट राशि व्यक्ति। आज कर्कट राशि व्यक्ति शिक्षार्थी विद्यार्थी मानक पई भल सुजोग देबो बा आपणकर स्थिति ठीक रहिबो। तेबे इंटरव्यू एग्जाम थिले सेतिरे कृतकार्य करिवार संभावना रहुछि। आज कर्कट राशि व्यक्तिंकर जहाँकि राजनीतिक सामाजिक क्षेत्र में आपणकर दक्षता बढ़ी पारे, किंतु केतेक अंश क्षेत्र में आपण निश्चित सचेतन सहकारे निजर व्यवहार ठीक रखंतु, नले आवश्यक स्थले आपणकर व्यवहार खराब हेले आपणकर जहाँकि कर्मयुग रे बाधा देई पारे। आज कर्कट राशि व्यक्तिंकर जहाँकि प्रेम संबंध रे आपणकर आत्मविश्वास द्विगुणित हेबो एवं रोमांटिक परिवेश सृष्टि हेबो, किंतु आपण टिके सावधान रुहंतु। कौनसी जुक्ति तर्क बा अविश्वास करंतु नाही, जहाँ आपणकर प्रेम संबंध रे बाधा आसी पारे। तेबे आज पारिवारिक संपर्क किछि मात्रा रे आपणकर कलह युक्त आडकु नै पारे, तेणु आपण आवश्यक स्थले चुप रुहंतु। कौनसी कलह जागा को जानतु नाही बा कलह करंतु नाही। आज कर्कट राशि व्यक्ति व्यापार वाणिज्य करुथिले आपण निश्चित आज लाभ पाइबे। पूर्वर जदि कर्कट राशि व्यक्ति व्यापार वाणिज्य करथिले क्षति हेइथिबो, ताहार पूर्ण होबार आज अनेक चांस रहुछि, जहाँ आपणक भाग्य चक्र जना पड़ुछि कर्कट राशि व्यक्तिंकर। आज कर्कट राशि व्यक्ति जहाँ कि स्वास्थ्यगत दृष्टि देखिले किंतु आपणकर स्वास्थ्य समस्या अनेक रहिबो, तेणु निश्चित स्वास्थ्य प्रति सचेतन रुहंतु, जहाँ आपणक पई भल हेबो। कौनसी स्वास्थ्य खराब होबा भलिया काम करंतु नाही, निश्चित स्वास्थ्य प्रति सचेतन रुहंतु कर्कट राशि व्यक्ति। आज कर्कट राशि व्यक्तिंकर भाग्य संख्या रही 6, भाग्य रंग रहुछि जहाँ कि आपण धला रंग यूज करि पारिबे एवं ग्रह माने आपण को आज जहाँ कि 30% साथ दौछंती। चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज निजर कर्म क्षेत्र में आपणकर शुभ जुग रहुछि, जहाँ आपण राशि चक्र जना पड़ुछि। आपण प्रत्येक कार्य सफलता शीर्ष नहीं पहुंचेबे। सिंह राशि व्यक्ति आज चाकरी संबंधर कार्य गुड़ी को आपण बहुत आग को नेबे एवं निजर कार्य कौशल द्वारा उपरस्थ कर्मचारी दृष्टि आकर्षण होई प्रशंसार पात्र बनी जाई पारंती सिंह राशि व्यक्ति। आज सिंह राशि व्यक्ति राजनीतिक सामाजिक क्षेत्र में आपणकर दबदबा बढ़िबो, जहाँ आपणकर राशि चक्र जना पड़ुछि। आज सिंह राशि व्यक्ति शिक्षार्थी विद्यार्थी मानक पई उत्तम युग बनौछि, जहाँ आपणकर राशि चक्र जना पड़ुछि। तत्सहित इंटरव्यू एग्जाम थिले सेथिरे कृतकार्य करिवार अनेक चांस रहुछि। आज सिंह राशि व्यक्ति जो माने प्रेम संबंध रे जड़ित अछंती निश्चित आज टिके सावधान रुहंतु, कारण आज प्रेम संबंध आपणको पई भलो न होई पारे। विशेषकर आपणकर प्रेम संबंध रे किछि भूल बुझामणा जुगु निज भितरे जुक्ति तर्क होबार अनेक चांस रहुछि। आज सिंह राशि व्यक्ति पारिवारिक दृष्टि देखिले आपणकर पारिवारिक कलह जुग रहुछि, जहाँ कि परिवार पुत्र स्त्री सहित अनेक समस्या देखा दे पारे बा स्वामी सहित समस्या आपणकर उपजी पारे। तेणु निश्चित यह प्रति सिंह राशि व्यक्ति सावधान रुहंतु एवं आवश्यक स्थले आपण चुप रुहंतु। देखिबे आपणकर परिवार संपर्क भल रहिबो। आज सिंह राशि व्यक्ति जहाँ कि व्यापार वाणिज्य करुथिले कौनसी अर्थजनित निष्पत्ति नियंतु नाही एवं जदि व्यापार वाणिज्य करुछंती निश्चित बुद्धि प्रयोग करी आपण व्यापार करंतु। बुद्धि जदि आपण टिके हीन हेई जिवो तेबे अनेक क्षति सहिबाकु पड़िबो, कारण आपणकर आज धन हानि जुग रहुछि। तेणु यह प्रति निश्चित सिंह राशि व्यक्ति सचेतन रुहंतु। आज सिंह राशि व्यक्ति जहाँ कि आपण किछि निजर कार्य पई दूर यात्रा करिबाकु पड़ी पारे, सेति पई आपण मानसिक स्तर रे अशांति मध्यम पई पारंती। तेबे आज सिंह राशि व्यक्तिंकर स्वास्थ्यगत दृष्टि देखिले आपण सुस्थ रहिबे, कौनसी स्वास्थ्य समस्या रहिबो नाही। आज सिंह राशि व्यक्तिंकर भाग्य संख्या रही जहाँ कि 7, भाग्य रंग रहुछि आपण
ସବୁଜ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ଧ୍ୟାନ ପୂର୍ବକ କରନ୍ତୁ କାର୍ଯ୍ୟ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଅନେକ କ୍ଷେତ୍ରରେ ଆପଣ ମାନସିକ ସ୍ତରରେ ଦୁର୍ବଳ ନୈରାଶ୍ୟ ହୋଇପାରନ୍ତି। ତେଣୁ ସଚେତନ ସହକାରେ କାର୍ଯ୍ୟ କରିଲେ ଆପଣ ଶୁଭ ଫଳ ଆଡକୁ ଅଗ୍ରଗତି କରିବେ। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଥିବେ ସେମାନଙ୍କର କାର୍ଯ୍ୟ ଆଜି ଅନେକ ଚାପ ଦେଇପାରେ ବା ନିଜର କାର୍ଯ୍ୟ ଭୁଲ କରିପାରନ୍ତି, ଯାହାକି ଆପଣଙ୍କର ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କନ୍ୟା ରାଶି ବ୍ୟକ୍ତି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହୁଛି। ତତ୍ସହିତ ଆପଣଙ୍କର ଇଣ୍ଟରଭ୍ୟୁ ବା ଏକ୍ଜାମ ଥିଲେ ଆପଣଙ୍କୁ ବିଶେଷ ସଫଳତା ନ ମିଳିପାରେ କନ୍ୟା ରାଶି ବ୍ୟକ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ଆପଣ ଭାଗ୍ୟ ଗ୍ରହ ଯାହାକି କେତେକାଂଶରେ କଳହ ଯୁଗ ବନେଇ ପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶରେ ଏହା ଅସ୍ଥିରତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯଦି ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଆପଣ ଲାଭ ପାଇବେ। ପୂର୍ବରୁ ଯଦି କିଛି କ୍ଷତି ହୋଇଥିବ ତାହାର କ୍ଷତିର ଭରଣ ହବାର ଚାନ୍ସ ରହୁଛି ବା ଆପଣଙ୍କର ଅର୍ଥ ପ୍ରାପ୍ତ ହବାର ଅନେକ ସୁଯୋଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥ ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ଏବଂ ମାନସିକ ସ୍ତରରେ ଟିକେ ଅଶାନ୍ତି ରହିପାରନ୍ତି। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଧ୍ୟାନ ଯୋଗ ବା କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ରୁହନ୍ତୁ, ଯାହା ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଛି, ଯାହାକି ଆପଣ ସମସ୍ତ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବାର ସୁଯୋଗ ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକୁ ନିଶ୍ଚିତ ଆପଣଙ୍କୁ ଆନନ୍ଦ ଏବଂ ଉତ୍ସାହିତ ଏବଂ ନିଜର କାର୍ଯ୍ୟ ସଫଳତା ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ତୁଳା ରାଶି ବ୍ୟକ୍ତିଙ୍କର। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ଖରାପ କରନ୍ତୁ ନାହିଁ ବା କୌଣସି ଭୁଲ କରନ୍ତୁ ନାହିଁ। ଯଦି ଭୁଲ କରିବେ ତାହାର ଦଣ୍ଡ ଅଧିକ ମିଳିବାର ଚାନ୍ସ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି କିଛି ବିଚାରାଧୀନ ଯଦି କାର୍ଯ୍ୟ ଥିବ ତାହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ ବା କାରାଦଣ୍ଡ ସଦୃଶ କଷ୍ଟ ଆପଣଙ୍କୁ ମିଳିପାରେ ବା ଆପଣଙ୍କୁ ନିଶ୍ଚିତ ଅନେକ ପ୍ରକାର ଘାତ ଅଘାତ ବାଧା ପୀଡା ମିଳିପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ଆପଣଙ୍କର ନିଜର କାର୍ଯ୍ୟ ଅନେକ କ୍ଷେତ୍ରରେ ଚାପ ସୃଷ୍ଟି କରିବ। ତେଣୁ ଧ୍ୟାନ ଦିଅନ୍ତୁ ଏହା ପ୍ରତି ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଭାଗ୍ୟ ବହୁତ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭଲ ସମ୍ପର୍କ ରହିବ। ଅତି ଆନନ୍ଦରେ ପରିବାର ବର୍ଗଙ୍କ ସହିତ ଆଜି ଦିନ କଟିବାର ସୁଯୋଗ ଦେବ। ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହିପାରେ, କିନ୍ତୁ ଧ୍ୟାନ ପୂର୍ବକ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ ଅନେକ କ୍ଷତି ପହଞ୍ଚିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ଅର୍ଥଜନିତ କାରବାରରେ ସାବଧାନ ରୁହନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଭୁଲ ଡିସିସନ ନିଅନ୍ତୁ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ମାନସିକ ଅଶାନ୍ତି ରହିପାରେ। ତତ୍ସହିତ ନିଜର ଅର୍ଥ ଯୋଗୁଁ ଆପଣ ମାନସିକ ସ୍ଥିତି ଭଲ ନ ରହିପାରେ। ତତ୍ସହିତ ଆପଣଙ୍କର ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଆପଣ ତା ପାଇଁ ଚିନ୍ତିତ ଏବଂ ଅଧିକ ଅସୁସ୍ଥ ହୋଇପାରନ୍ତି। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ ଚାପ ଆସିପାରେ
ଚାପ ସତେ ମଧ୍ୟ ନିଜର କାର୍ଯ୍ୟକୁ ଆପଣ ସଫଳତା ଆଡ଼କୁ ନେଇଯାଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି ଆପଣ ଜଡ଼ିତ ଥିବେ, ନିଶ୍ଚିତ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ ସଫଳତା ପ୍ରାପ୍ତ କରିବେ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଯଦି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି, ଯାହା ବୃହସ୍ପତି ଆପଣଙ୍କୁ ସାଥ ଦଉଛି। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର କେତେକାଂଶରେ ମହା ସୁଖ ପ୍ରାପ୍ତ କରିବାର ସୁନ୍ଦର ଶୁଭ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ପାରିବାରିକ କ୍ଷେତ୍ରରେ ଦେଖିଲେ କେତେକାଂଶରେ ଆପଣଙ୍କର ଚାପ ସତେ ମଧ୍ୟ ନିଜ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ମହା ଆନନ୍ଦରେ ମଧ୍ୟ ଦିନ କଟିବାର ସୁଯୋଗ ଦେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଗମନାଗମନ ପାଇଁ ବା କିଛି ଦୂରଯାତ୍ରା କରିବା ପାଇଁ, କିଛି ଆପଣ ପରିବାର ବର୍ଗଙ୍କ ବା ସ୍ୱାମୀ ସ୍ତ୍ରୀଙ୍କ ଭିତରେ କିଛି ଦୂରଯାତ୍ରା କରିବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ନିଜର ଲାଭ ପ୍ରାପ୍ତ କରିବାର ଅନେକ ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଟିକେ ସ୍ୱାସ୍ଥ୍ୟ ଚିନ୍ତା ରହିବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆଜି ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରୁଛି ଏବଂ ମହା ଆନନ୍ଦରେ ଉତ୍ସାହ କ୍ଷେତ୍ରରେ ଆପଣ ନିଜର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ନିଶ୍ଚିତ ଆପଣଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ। ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ ଏବଂ ସଫଳତା ନିଶ୍ଚିତ ପହଞ୍ଚିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ଧନୁ ରାଶି ବ୍ୟକ୍ତି ଯଦି ଆପଣ ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଥିବ, ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ଯାହାକି ଉତ୍ସାହ ବା ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ପ୍ରେମ ସମ୍ବନ୍ଧ ଆଜି ଅନେକ ପ୍ରକାର କ୍ଷତି ସହିପାରନ୍ତି ବା କ୍ଷତି ହୋଇପାରେ, ତେଣୁ ପ୍ରେମ ସମ୍ବନ୍ଧ ଆଜି ବିଚ୍ଛେଦ ମଧ୍ୟ ବା ମନମାଳିନ ହୋଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବାଦ ବିବାଦ ଅଧିକ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ବେପାର ବାଣିଜ୍ୟ କରୁଥିଲେ ଆପଣ ନିଶ୍ଚିତ ଲାଭ କରିବାର ଚାନ୍ସ ରହୁଛି, କିନ୍ତୁ ଯେଉଁମାନେ ଆପଣଙ୍କର ଶତ୍ରୁ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାର ଅନେକ କୌଶଳ ପ୍ରୟୋଗ କରିପାରନ୍ତି କିମ୍ବା ଆଜି ଆପଣଙ୍କର ଶତ୍ରୁ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। କୌଣସି ତେଲିଆ ଖାଦ୍ୟ ଠାରୁ ବା ତେଲିଆ ଜିନିଷ ଖାଦ୍ୟ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ଧୂସୁର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ପ୍ରତ୍ୟେକ କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତା ଶୁଭ ଯୁଗ ବନଉଛି, ତେଣୁ ମକର ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ସ୍ଥିତିରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ହିସାବରେ ରହିବ। ତତ୍ସହିତ ଆପଣ ମହା ଆନନ୍ଦରେ ମଧ୍ୟ କାର୍ଯ୍ୟଗୁଡ଼ିକୁ ଅତି ସୁଖମୟରେ କଟିବ। ତେବେ ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଶୁଭ ଯୁଗ ସ୍ଥିତି ବନଉଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ
ଆପଣ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଅନେକ ପ୍ରତିଷ୍ଠା ଲାଭ କରିବା ସହିତ ନିଜେ ଜଣେ ଦକ୍ଷତାବାନ ବ୍ୟକ୍ତି ରୂପେ ପରିଚିତ ହବାର ସମାଜ ଆଗରେ ଦେଖାଯାଉଛି ଆପଣଙ୍କ ଭାଗ୍ୟ ରାଶିରୁ ମକର ରାଶି ବ୍ୟକ୍ତି ମାନେ। ଆଜି ମକର ରାଶି ବ୍ୟକ୍ତି ବିଶେଷ କରି ପ୍ରେମ ସମ୍ବନ୍ଧରେ ଆପଣଙ୍କ ପାଇଁ ଆଜି ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ଆଜି କିଛି ମଧୁର ବାର୍ତ୍ତାଳାପ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଅତି ସୁଖମୟ ପରିବେଶ ହେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଥିବେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କୌଣସି ଯଦି ନିଷ୍ପତ୍ତି ନେବା ପାଇଁ ଚାହୁଁଛନ୍ତି ଆଜି ସେ ଦିନଟି ହେଉଛି ଉତ୍ତମ ଦିନ। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ଫାଇଦା ଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାପ୍ତ ବା ସୁସ୍ଥ ହବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ରହୁଛି ଆପଣ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଅନେକ ବାଧା ପ୍ରାୟତଃ ଆସିବ, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରନ୍ତୁ। ଆଜି କର୍ମକ୍ଷେତ୍ରରେ ଚାପ ତ ଆସିବ, ତତ୍ସହିତ ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ସେମାନେ ଅନେକ ଚାପ ଏବଂ ଅସ୍ଥିରତା ଦେଖାଦେବ। ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିବ କୁମ୍ଭ ରାଶି ବ୍ୟକ୍ତି ଏବଂ କାର୍ଯ୍ୟରେ ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ତାହା ଆପଣଙ୍କର ଭୁଲ ହେବ ନାହିଁ ଏବଂ ଅନେକ କାର୍ଯ୍ୟ ଆପଣଙ୍କୁ ସଫଳତା ଆଡକୁ ଅଗ୍ରଗତି କରାଇବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କୁ ଅନେକ ଭାଗ୍ୟ ନିମ୍ନଗାମୀ ରହୁଥିବାରୁ ଆପଣଙ୍କର ଆଜି ଚାପ ସହିତ ମାନହାନି ହବାର ଚାନ୍ସ ରହୁଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ଦୂରତା ଅବଲମ୍ବନ କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି ଯାହାକି ଅସ୍ଥିରତା ଏବଂ ନିଜ ଭିତରେ ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି କୁମ୍ଭ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ପରିବାର ମନମାଳିନ ଯୁଗ ରହୁଛି, ତେଣୁ ଆବଶ୍ୟକ ସ୍ଥଳେ ଆପଣ କଳହ କିମ୍ବା ଯୁକ୍ତି ତର୍କ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ପରିବାର ସମ୍ପର୍କ ଭଲ ରହିବ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର କ୍ଷତି ସହିବାକୁ ପଡିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ଅର୍ଥଜନିତ କାରବାର କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଯୋଉମାନେ ଅର୍ଥଜନିତ କାରବାର କରୁଛନ୍ତି ବା ବେପାର ବାଣିଜ୍ୟ କରୁଛନ୍ତି ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ସମସ୍ତ ବୁଦ୍ଧି ପ୍ରୟୋଗ କରି ବେପାରକୁ କେମିତି ଲାଭ ପାଇବେ ସେଥିପାଇଁ ନିଶ୍ଚିତ ସଚେତନ ରୁହନ୍ତୁ କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ, ମାନସିକ ସ୍ତରରେ ମଧ୍ୟ ଆପଣ ନୈରାଶ୍ୟ ହୋଇପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4। ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଅନେକ ଚାପ ସୃଷ୍ଟି ହୋଇପାରେ, ମାନସିକ ସ୍ତରରେ ଆପଣ ଅସ୍ଥିରତା ରହିପାରନ୍ତି। ତେଣୁ ମୀନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଧ୍ୟାନ ସହକାରେ କରନ୍ତୁ ଏବଂ ଧୈର୍ଯ୍ୟ ସହକାରେ କରିଲେ ଆପଣ ସମସ୍ତ କାର୍ଯ୍ୟ ଆଗକୁ ଏବଂ ସଫଳତା ଆଡକୁ ଅଗ୍ରଗତି କରିବ। ନହେଲେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି ଏବଂ ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ଯାହାକି ମାନସିକ ସ୍ତରରେ ଅନେକ ପ୍ରକାର ପ୍ରୋବ୍ଲେମରେ ପଡିବେ ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ମୀନ ରାଶି ବ୍ୟକ୍ତିଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଭଲ ଯୁଗ ହୋଇନପାରେ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଯଦି ଜଡିତ ଅଛନ୍ତି ଆଜି ଦୂରତା ଅବଲମ୍ବନ କରିବେ, ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାର ଯଦି କରୁଛନ୍ତି ନିଶ୍ଚିତ ସାବଧାନ ରୁହନ୍ତୁ,
କାରଣ ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡ଼ିବ। କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି ଏବଂ ଅନେକ ପ୍ରକାର କ୍ଷତି ମଧ୍ୟ ଆପଣଙ୍କର ଯୁଗ ବନଉଛି। ତେଣୁ ସଚେତନ ରୁହନ୍ତୁ। ଯଦି ଅର୍ଥଜନିତ କାରବାର ବା ବେପାର କରୁଛନ୍ତି ମୀନ ରାଶି ବ୍ୟକ୍ତି, ନିଜର ସାବଧାନ ସହକାରେ କାର୍ଯ୍ୟ କରିଲେ ତାହା ଆପଣଙ୍କୁ ସଫଳତା ଦେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି। ତେଣୁ କୌଣସି ପ୍ରେମର ବାର୍ତ୍ତାଳାପ ଆଜି କରନ୍ତୁ ନାହିଁ ମୀନ ରାଶି ବ୍ୟକ୍ତି, ଏହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଯାହାକି ମାନସିକ ଅଶାନ୍ତି ଦେଖା ଦେଇପାରେ, ନିଜ ଭିତରେ କଳହ ଯୁଗ ରହୁଛି। ତେଣୁ ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ପୀଡ଼ା ଅନେକ ଦେଖା ଦେବାର ଚାନ୍ସ ରହୁଛି। ତେଣୁ କୌଣସି ସ୍ୱାସ୍ଥ୍ୟ ଖରାପ ନ ହେବ ସେଥିପାଇଁ ସଚେତନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଆପଣ ହାଲୁକା ହଳଦିଆ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।